ବୋଉଲୋ, ତୋ କଥା ଆଜି ମୋର ଭାରି ମନେ ପଡ଼ୁଛି। କାହିଁକି ନା ମୁଁ ଏବେ ଜାଣିପାରୁଛି ଯେ ତୁ ଯଦି ଜାଣିଥିଲୁ ମାନେ ଏତେ ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ଆଉ ଟିକେ ଭଲ ପାଇବା ପାଇଁ ତୁ ଏତେ ଦୁଃଖ କଷ୍ଟ କରିକିରି କିଛି ପାଇଲୁନୁ, ତାହେଲେ ତୁ ସେଇ ଭୁଲ ମୋ ସେଥିରେ କାହିଁକି କଲୁ? ମୁଁ ତ ତୋ ପାଖରେ ଥିଲି, ତତେ ମୁଁ କିଛି ତୋ ପାଇଁ କରେ ନ କରେ କି ଯାହା କୁହେ, ତୁ କେବେ ତୋ ଭଲ ପାଇବାରେ ଉଣା କରିଛୁ? କେବେ ମୋତେ ଗାଳି ଦେଇଛୁ? ତୁ କେବେ କ'ଣ କହିଛୁ? ହେଲେ ତୁ ଏତେ ଦୁଃଖ କଷ୍ଟରେ ଥିଲୁ ବୋଲି ଆମେ ସେଇଟା ଜାଣିପାରୁନଥିଲୁ। ହେଲେ ତୁ ସେଇ ଜିନିଷଟା ମୋ ସହିତ କାହିଁକି କଲୁ ବୋଉ? ତୁ ସେଇ ଜିନିଷ ମୋତେ ପଠେଇଦେଲୁ ଆଉ ଜଣଙ୍କ ଘରକୁ, ଶାଶୁଘର। ଝିଅ ଜୀବନଟା କ'ଣ ଶାଶୁଘର? ଶାଶୁଘର ବିନା କ'ଣ ଝିଅ ରହିପାରିବେନି? ତୋ ପାଖରେ ସାରା ଜୀବନ କ'ଣ ରହିପାରିବେନି? ବାପଘର ତୁ ତ 22 ବର୍ଷ ଯେତେବେଳେ ତୋ ପାଖରେ ବଢ଼େଇ କୁଢ଼େଇ ମଣିଷ କଲୁ, ତୁ ଆଉ କିଛି ଦିନ ତୁ କ'ଣ ତୋ ପାଖରେ ରଖିପାରିନଥାନ୍ତୁ? ତୁ କାହିଁକି ଶାଶୁଘରକୁ ପଠେଇଲୁ ବୋଉଲୋ? ଆଉ ଏଠି ଖାଲି ନିନ୍ଦା ଅପବାଦ ମିଛ ଭଲ ପାଇବା ଛଡ଼ା ଆଉ କିଛି ନାହିଁ। ଯେଉଁଠି ତୋ ପାଇଁ ମୁଁ କିଛି କରିପାରିଲିନି, ତୁ ପଡ଼ିଥିଲା ଅବସ୍ଥାରେ ବି ମୁଁ ତୋ ପାଇଁ କିଛି କରିପାରିଲିନି, ହେଲେ ତୋ ଭଲ ପାଇବାରେ କେବେ ତୁ ଉଣା କରିନୁ କି ତୁ ମୋ ପାଇଁ ଚିନ୍ତା କରିବା କେବେ ଛାଡ଼ିନୁ। ହେଲେ ଏଠି ମୁଁ କାହା ଦୁଃଖ କଷ୍ଟ ସହିପାରେନି, ସମସ୍ତଙ୍କ ପାଇଁ କିଛି କରେ, ଯେତିକି ପାରେ କରିଛି। ହେଲେ ତା ବଦଳରେ ମୁଁ କ'ଣ ପାଉଛି? ନିନ୍ଦା ଅପବାଦ ଆଉ ଚୋରର ଆଖ୍ୟା ପାଉଛି। ଏଇ ଜିନିଷଟା ତୁ ଯଦି ଆଗରୁ ଜାଣିଥିଲୁ, ତାହେଲେ ତୁ ମୋ ସହିତ କାହିଁ ଏମିତି କରୁଥିଲୁ ବୋଉଲୋ? ଆଉ କ'ଣ କହିବି? ଝିଅ ଜୀବନଟା କ'ଣ ଏତେ କଷ୍ଟ, ଏତେ ଦୁଃଖ? ଆଉ ତୋ ପାଇଁ ମୁଁ ଯେତେବେଳେ ତୋ ପାଖରେ ଥିଲି, ତୋ ପାଇଁ ମୁଁ କିଛି କରିପାରିଲିନି, କିନ୍ତୁ ତୁ ଏତେ ଦୁଃଖ କଷ୍ଟରେ ରହିକିରି ତୋ ଛୁଆକୁ ମଣିଷ କଲୁ, ସେଇଟା ମୁଁ ଏବେ ନିଜେ ଅନୁଭବ କରିପାରୁଛି। ହେଲେ ତୋ ପାଖରେ ଥିଲାବେଳେ ତୋ ଦୁଃଖ କଷ୍ଟ ମୁଁ ସହିପାରୁନଥିଲି ନା ଜାଣିପାରୁନଥିଲି।